ତ ଏଇଠି ଦେଖନ୍ତୁ ତ କେତେ ସୁନ୍ଦର କଅଁଳିଆ କଅଁଳିଆ କଖାରୁ ଡଙ୍କ ହେଇଛି। ଏମିତି ଯଦି କଅଁଳିଆ କଅଁଳିଆ କଖାରୁ ଡଙ୍କ ମିଳିବ ବିଲକୁଲ ବି ଛାଡ଼ିବେନି, ତାକୁ ଆଣିବେ, ବଢ଼ିଆ ଭାବରେ ଶାଗ ହେବ। ଡଙ୍କ ପକେଇକି କୋଉମାନେ ଶାଗ କରନ୍ତି କମେଣ୍ଟରେ ନିଶ୍ଚୟ ଜଣେଇବେ। ଆଜି ମୁଁ ଡଙ୍କ ପକେଇକି ଶାଗ ତିଆରି କରିବି, ଏତେ ସୁନ୍ଦର ଲାଗିବ। ବିଲକୁଲ ବି କିଛି ମସଲା ମସଲି ଦରକାର ନାହିଁ, ହେଲେ ବଢ଼ିଆ ଭାବରେ ତିଆରି ହେବ। ଖାଇବାକୁ ତ ଭାରି ବଢ଼ିଆ ଲାଗିବ, ହେଲେ ସ୍ୱାସ୍ଥ୍ୟ ପ୍ରତି ବହୁତ ବଢ଼ିଆ, ବହୁତ ହେଲ୍ଦି। ସାଙ୍ଗକୁ ନେଇଯିବା ଏମିତି କଖାରୁ ଜହ୍ନି। ନମସ୍କାର, କୁକ୍ ୱିଥ୍ ମୂର୍ଛା ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ। ପ୍ରଥମେ ଆମେ ଏଇ ଡଙ୍କରୁ ପତ୍ର ଗୁଡ଼ାକ ବାହାର କରିବା। ଏଇ ପତ୍ରରେ ଯେଉଁ ଡେମ୍ଫ ଥାଏ ତାକୁ ବି ଆମେ ପକେଇବା, ସାଙ୍ଗରେ ସବୁ ପକେଇବା, କିଛି ବି ଛାଡ଼ିବାନି। ତ ଏଇଠି ଦେଖନ୍ତୁ ପତ୍ରକୁ ଭଲ ତ ବିଲକୁଲ ବି ବୁଢ଼ା ବୁଢ଼ା ପତ୍ର ନାହିଁ, ସବୁ କଅଁଳିଆ ପତ୍ରକୁ ଏମିତି ଧୋଇ ନେବା। ତାର ଶିରା ଗୁଡ଼ାକ ବିଲକୁଲ ବି ପକେଇବାନି। ଏମିତି ପତ୍ରକୁ ଏମିତି ମଳିଦେଲେ ହାତରେ ସେ ପୁରା ନରମ ହେଇଯିବ, ଆଉ ସିଝିବାକୁ ଭଲ ହେବ, ଖାଇବାକୁ ବି ଭଲ ଲାଗିବ। ଆଉ ପତ୍ରରୁ ଯେଉଁ ଡଙ୍କ ବାହାରିଛି ସେଇ ଯେଉଁ ପୁରା ନରମ ନରମ ଡଙ୍କ ଗୁଡ଼ାକ ବି ଛୋଟ ଛୋଟ କରିକି ତାକୁ ପକେଇବା। ଆମେ ଏମିତି ହିଁ ଦେଖନ୍ତୁ ବାହାର କରିନେବା, ତାର ଯେଉଁ ଚୋପା ଗୁଡ଼ାକ ନିଶ୍ଚୟ ବାହାର କରିବେ, ନହେଲେ ଏଗୁଡ଼ା ପାଟିରେ ଲାଗିବ। ତ ଏମିତି ହିଁ ଛୋଟ ଛୋଟ କରିଦେବା, କାଟିକିରି ବି ଛୋଟ ଛୋଟ କରିବା, ଏମିତି ବି ପକେଇଦେବା। ସବୁ ମିଶିଯିବ, କଅଁଳିଆ ଡଙ୍କ ସାଙ୍ଗେ ସାଙ୍ଗେ ସିଝିଯିବ। ତ ପତ୍ରକୁ ନହେଲେ ଏମିତି କାଟିଦେବେ, କାଟିକି ବି ତାକୁ ଏମିତି ହାତରେ ପୁରା ମଳିଦେବେ, ସିଏ ବି ହେବ। ତ ଦେଖନ୍ତୁ ଯଦି କାଟିବେନି ତାହେଲେ ହାତରେ ଛିଣ୍ଡେଇ ଦେବେ, ସେମିତି ବି ହେବ। ଏମିତି କରିଦେଲେ ପତ୍ର ଭାରି ନରମ ହେବ, ଶାଗ ବି ନରମ ହେବ। ତାପରେ ସେ ଯେଉଁ ଡଙ୍କ ଗୁଡ଼ାକ ବି ଆମେ ଏମିତି କଅଁଳିଆ କଅଁଳିଆ ଡଙ୍କ ଗୁଡ଼ାକ ଛୋଟ ଛୋଟ କରିଦେବା। ଆଉ ଟିକେ ବୁଢ଼ା ଡଙ୍କ ଯଦି ଟିକେ ଟାଣ ଡଙ୍କ ଥିବ, ସେଇ ଡଙ୍କ ଗୁଡ଼ାକ ଆମେ ଟିକେ ଲମ୍ବା ଲମ୍ବା କରିକି କାଟିବା, କାରଣ ସେଗୁଡ଼ା ଟିକେ ଚୋବେଇଲେ ପାରୁ ବାହାରିବ। ତ ତାକୁ ଆମେ ଲମ୍ବା ଲମ୍ବା କଲେ ଚୋବେଇକି ବାହାର କରିବାକୁ ପାଟିରୁ ଭଲ ହେବ, ଆଉ ଖାଇବାକୁ ଭାରି ଟେଷ୍ଟ ଲାଗିବ, ଭଲ ମଜା ଲାଗିବ ଚୋବେଇଲେ। ଏମିତି କରିକି ସବୁ ପତ୍ର ଗୁଡ଼ାକ ମୁଁ କାଟିକି ଦେଖନ୍ତୁ ପାଣିରେ ପକେଇ ଦେଇଛି। ପାଣିରେ ପକେଇକି ଏମିତି ଭାବରେ ଧୋଇ ନେବା। ଦେଖନ୍ତୁ ତାର ପତ୍ରର ଯେଉଁ ପାଣି ଗୁଡ଼ାକ କେମିତି ବାହାରି ନେଉଛି। ଏମିତି ଯଦି ଭଲ ଭାବରେ ଧୋଇଦେବା, କଖାରୁର ବାସ୍ନା ଆଉ ଏମିତି ହେବନି, ତାର ପତ୍ରର ବାସ୍ନା ଆଉ ହେବନି। ଏଠି ମୁଁ ନେଇଛି ଦେଖନ୍ତୁ ଏଇ ଡଙ୍କ ଗୁଡ଼ାକ କାଟିକି, ଏମିତି ମୋଟା ମୋଟା ଯେଉଁ ଗଣ୍ଠି ଡଙ୍କ ଖାଇବାକୁ ଭାରି ବଢ଼ିଆ ଲାଗେ। ଏମିତି ଛୋଟ ଛୋଟ କରିଛି ନରମ ଡଙ୍କ ଗୁଡ଼ାକ। କଖାରୁ ଟିକେ ନେଇଛି, ଜହ୍ନି ନେଇଛି। ତାପରେ ଏଠି ଆମେ କଡ଼େଇରେ ତେଲ ଦେବା, ଆଉ ସେସବୁ ପରିବାକୁ ଆମେ ପକେଇ ନେବା। ପକେଇକି ଆଗେ ଅଳ୍ପ ଟିକେ ତେଲ ଦେବା, ବିଲକୁଲ ବି ଏଥିରେ ବେଶୀ ତେଲ ଦରକାର ନାହିଁ। ଟିକେ ନାକୁ ତେଲ ଦେଇକି ଦେଖନ୍ତୁ ଗୋଟେ ଛୋଟ ଚାମଚରେ ଚାମଚ ତେଲ ଦେଲି, ତା ଦେହରେ ପକେଇକି କଖାରୁ ଆଉ ସେ ଯେଉଁ ଜହ୍ନି ଡଙ୍କକୁ ସବୁ ଟିକେ ଏମିତି ଭାଜି ନେବା। ଆଉ ଚୁଟକିଏ ହଳଦୀ ପକେଇବା, କାରଣ ଆମେ ଏଠି ଶାଗ ଖରଡ଼ୁଛେ ନା, ସେଥିପାଇଁ ବିଲକୁଲ ବି ଆକୁ ହଳଦୀ ପକେଇବା ଦରକାର ନାହିଁ। ଅଣହଳଦିଆ ତିଆରି କରନ୍ତିନି, ସେଥିପାଇଁ ମୁଁ ଟିକେ ନାକୁରୁ ପକେଇଲି। ଆଉ ପାଣି ଦେଇଦେବା ଏଇଠି ଆପଣଙ୍କ ହିସାବରେ ଆପଣ ପାଣି ଦେବେ, ଡଙ୍କ ପତ୍ର ଯେତିକି ଥିବ। ତ ଦେଖନ୍ତୁ ମୁଁ ଏଇଠି ପାଣି ଟିକେ ଦେଇକି ଯେମିତି ପାଣି ଫୁଟିଲା ସେମିତି ଆମେ କଖାରୁ ପତ୍ରକୁ ପକେଇ ନେବା, କାରଣ କଖାରୁ ପତ୍ର ବି ସିଝିବାକୁ ଟିକେ ସମୟ ଲାଗିବ, ଡଙ୍କ ସହିତ ସିଝିଯିବ। ସ୍ୱାଦ ଅନୁଯାୟୀ ଲୁଣ ଦେବେ, ଯେହେତୁ ଆମେ ଶାଗ କରୁଛେ ଏଠି ଅଳ୍ପ ଲୁଣ ଖାଇବ, ସେଥିପାଇଁ ଦେଖିକି ଟିକେ ଲୁଣ ଦେବେ। ଏଥିରେ ଆମେ ଆଉ ଗୋଟେ ବଢ଼ିଆ ଜିନିଷ ମିଶାଇବା, ତ ଆକୁ ଘୋରେଇ ଦେବା। ଦେଖନ୍ତୁ ଏଠି ସଜନା ଶାଗ ଏମିତି ଅଳ୍ପ ଦୁଇଟା ନେଇ ଆସିବେ, ତାକୁ ବାଛିକି ତାକୁ ତା ଦେହରେ ପକେଇବା। ଦର୍ଶକ ବନ୍ଧୁ, ଚ୍ୟାନେଲରେ ଯଦି ନୂଆ ଅଛନ୍ତି ପ୍ଲିଜ୍ ସବସ୍କ୍ରାଇବ୍ କରିନିଅନ୍ତୁ। ଥିବା ବେଲ୍ ବଟନ୍ ଦବାନ୍ତୁ, ଅଲ୍ ମଧ୍ୟ ସିଲେକ୍ଟ କରନ୍ତୁ, ଯାହାଫଳରେ କି ମୁଁ ଆଗକୁ ଯେଉଁ ଭିଡ଼ିଓ ପକେଇବା ଆପଣଙ୍କ ଘରେ ସର୍ବପ୍ରଥମେ ପହଞ୍ଚି ପାରିବ। ଏଇଠି ତ ଦେଖନ୍ତୁ ପରିବା ସବୁ ସିଝିଗଲାଣି, ଆଉ ଡଙ୍କା ବି ବଢ଼ିଆ ଭାବରେ ସିଝି ଯାଇଛି। ବିଲକୁଲ ବି ସମୟ ଲାଗିଲାନି, ମାତ୍ର 5 ମିନିଟ୍ରେ ସିଝିଗଲା। ଯେତେବେଳେ ପାଣି ଦେବେ ନା, ସେତେବେଳେ ଗ୍ୟାସ୍ର ଫ୍ଲେମ୍କୁ ହାଇ କରିଥିବେ। ଫୁଟିଲେ ଆପଣ ସେ ଗ୍ୟାସ୍ର ଫ୍ଲେମ୍କୁ ଲୋ ଟୁ ମିଡ଼ିୟମ୍ ରଖିଥିବେ। ଦେଖନ୍ତୁ ଏଇଠି ବଢ଼ିଆ ଭାବରେ 5 ମିନିଟ୍ରେ ସିଝି ଯାଇଛି। 5 ମିନିଟ୍ ଲାଗିପାରେ, 7-10 ମିନିଟ୍ ଲାଗିପାରେ, ଏମିତି କିଛି ମାନେ ନାହିଁ। ଯେତିକି ଜିନିଷକୁ ନେଇକି ସେମିତି ଗ୍ୟାସ୍ର ଫ୍ଲେମ୍କୁ ନେଇକି। ତ ଏଇଠି ଦେଖନ୍ତୁ ସବୁ ସିଝି ଯାଇଛି, ବଢ଼ିଆ ଭାବରେ ସିଝି ଯାଇଛି। ଯେଉଁ କଖାରୁ ଜହ୍ନି ଥାଏ ତାକୁ ଟିକେ ଟିକେ ମାଡ଼ି ଦେବା, କାରଣ ଶାଗରେ ସେ ମିଶିଲା ଭଳିଆ ହେଇଯିବ। ଆଉ ଯେଉଁ ଶାଗକୁ ବାଛିକି ରଖିଥିଲି ସଜନା ଶାଗକୁ ଏଇଠି ଆମେ ପକେଇ ନେବା। 2-3ଟା କଞ୍ଚା ଲଙ୍କା, ରସୁଣ 4-5 ପାଖୁଡ଼ା ଛେଚିକି ଏମିତି କଞ୍ଚା ତା ଦେହରେ ପକେଇଦେବା। ସେଇ ପାଣି ଦେହରେ ଯେତେବେଳେ ରସୁଣ କଞ୍ଚା ଲଙ୍କାଟା ସିଝିଯିବ, ତାର ଟେଷ୍ଟ ଭାରି ବଢ଼ିଆ ଲାଗିବ। ସଜନା ଶାଗକୁ ପକେଇକି ବେଶୀ ସମୟ ଜମା ବି ଆଉ ରଖିବାନି, କାରଣ ସଜନା ଶାଗ ଯଦି ବେଶୀ ସିଝିଯିବ ବିଲକୁଲ ବି ଭଲ ଲାଗିବନି। ମାତ୍ର 4 ମିନିଟ୍ ପାଖାପାଖି ଆମେ ଶାଗକୁ ପକେଇକିରି ଏପଟ ସେପଟ କରିବା, ଶାଗ ସିଝିଯିବ। ତାପରେ ଏଇଠି ଆମେ ଟିକେ ନଡ଼ିଆ ଦେଇଦେବା, ଯଦି ନଡ଼ିଆ ଥିବ ଏଇଠି ଦେଇଦେବେ, ଭାରି ବଢ଼ିଆ ଲାଗିବ। ନଡ଼ିଆ ଦେଇ ସାରିକି ଆଉ 2 ମିନିଟ୍ ଫୁଟେଇଦେବା, ତାପରେ ଗ୍ୟାସ୍କୁ ବନ୍ଦ କରିଦେବା। ତାପରେ ଏଇଠି ଆମେ ଦେବା ତଡ଼କା, କାରଣ ଆଗରୁ ମୁଁ ଖାଲି ତେଲ ପକେଇକିରି ଡଙ୍କକୁ ପକେଇଥିଲି। ଏବେ ଟିକେ ଫୁଟେଇ ନେବା, ଜିରା, ସୋରିଷ, ଲଙ୍କା, ସୋରିଷ ତେଲ ଦେବା। ଦେଇକି ତାକୁ ଫୁଟି ସାରିଲା ପରେ
ଆଣିକି ସେ ଯେଉଁ ଶାଗ ଦେହରେ ଓଜାଡ଼ି ନେବା। ଏମିତି ବଘାରି ଦେଲେ ଆଉ ତା'ର ଟେଷ୍ଟ ବି ବଢ଼ିବ, ଆଉ ଆମର ଅଣଫୁଟା ବି ଖାଆନ୍ତିନି। ସେଥିପାଇଁ ଆମେ ଫୁଟେଇକି ନିହାତି ଦେବା, ଭାରି ବଢ଼ିଆ ଲାଗିବ। ଆପଣ ଚାହିଁଲେ ଆଉ ଟିକେ ଶୁଖିଲା କରିପାରିବେ। ମୁଁ ଏଠି ଟିକେ ପାଣି ଭଳିଆ କରିଛି, କାରଣ ମୁଁ ତତଲା ଭାତରେ ଖାଇବି, ଆଉ ମୋତେ ଡାଲି ଦରକାର ନାହିଁ। ଡାଲି ମୋତେ ଖାଇବାକୁ ଭଲ ଲାଗେନି, ତ ସେଥିପାଇଁ ମୁଁ ଏଠି ଟିକେ ପାଣି ରଖିଛି। ଦେଖନ୍ତୁ, ଖାଇବାକୁ ତ ଭାରି ବଢ଼ିଆ ଲାଗିବ। ଆଉ ଏଇ ଯେଉଁ ବର୍ଷା ଦିନରେ ସବୁବେଳେ ସବୁଆଡ଼େ ଡଙ୍କ ମିଳୁଛି, ନିଶ୍ଚୟ ଆଣନ୍ତୁ, ଏମିତି ହିଁ ତିଆରି କରନ୍ତୁ। ଯଦି ଆପଣ ଆଉ ଟିକେ ଶୁଖିଲା କରିବେ, ତତଲା ଭାତରେ ଖାଇବେ, ଭାରି ବଢ଼ିଆ ହେବ। ଛୁଆମାନେ ବି ଆକୁ ଖାଇବେ, ବିଲକୁଲ ବି କହିବେନି ଏଇଟା ଶାଗ ହେଇଛି ଖାଇବେନି ବୋଲି। ତ ଦର୍ଶକ ବନ୍ଧୁ, ଆଗରୁ ଆପଣ ଏମିତି ଶାଗ ତିଆରି କରିଛନ୍ତି କି ନାହିଁ, ଏଇ ପ୍ରୋସେସ୍ରେ ନିଶ୍ଚୟ କମେଣ୍ଟରେ ଜଣାଇବେ। ତ ଆଜି ପାଇଁ ରହୁଛି, ପୁଣି ଆଗକୁ ଆସିବି ନୂଆ ରେସିପି ନେଇ। ଜୟ ଜଗନ୍ନାଥ।